ତାଙ୍କର ଗୋଟେ ବେଳା ପଡ଼ିଛି। ସେ ଯାହା ରାମ୍ପୁଛନ୍ତି ବିଧାୟକ ନୁହଁ, ସେ ମୁଖ୍ୟମନ୍ତ୍ରୀ। ଏଇ ଯେଉଁ ସାହୁ କଥା କହିଲ, ସେ ଯାହା ରାମ୍ପୁଛନ୍ତି, ସେ ଏରିଆରେ ଯାହା କରୁଛନ୍ତି, ସେ ଟ୍ରାକ୍ଟର କ'ଣ ଆଉ କ'ଣ ନେଇକି ଯିବେ? ସେ ପରା ସେ ହେଇଛନ୍ତି ସେଇଆ। ମୋହନ ମାଝି ଆମ ହାତରେ ଚାଲିକି ଯାଉଛନ୍ତି। ସେ କିଏ ହେ? ନା ଯା ନା ଯା ରାଜା ରାଫୁରି ଆଉ ରାଜା କୁଆଡେ ଆଜା ଯାଜା ନାହିଁ ଏଠି। କାର? ହଁ 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 ଭାଇ ମୋ ବୋପା ଆଜା କାଳେ ମୁଁ ଶୁଣି ନଥିଲି, ଆଜି ନୂଆ ଶୁଣି। ଯାହା ହଉ ତାହେଲେ କି ସାହୁ? ଲିକୁ ସାହୁ। ଓ ମାନିବାକୁ ପଡିବ, 4 ଖଣ୍ଡ ହାଡ଼ ତୋର, କେତେ ମହିମା ତୋର। ସାଇଙ୍କ ବାବା କି ତମେ? ସାଇ ବାବା ସେବାୟତ ମାନଙ୍କ ସହିତ, କାରିଗର ମାନଙ୍କ ସହିତ, ଭୋଇ କାରିଗର ସହିତ, ଅନ୍ୟମାନଙ୍କ ସହିତ, କର୍ମଚାରୀ ମାନଙ୍କ ସହିତ, ଦଇତାପଠୁ ଯେତେ ବ୍ରାହ୍ମଣଙ୍କ ସହିତ ଏ ଯେଉଁ ଡିସିପ୍ଲିନ ଭାଙ୍ଗିଛି, ଏ ଯେଉଁ ଅସୁବିଧା ସୃଷ୍ଟି ହେଇଛି, କେବଳ ନରେନ୍ଦ୍ର ମୋଦି ସେଥିପାଇଁ ଦାୟୀ। ବିଚରା ମୋହନ ମାଝି 4 ଥର ରିଭ୍ୟୁ କରିଛି। ଲ ମିନିଷ୍ଟର ପୃଥ୍ୱୀରାଜ ହରିଚନ୍ଦ୍ର 3 ଥର କରିଛନ୍ତି। କମିଶନର କରିଛନ୍ତି ରିଭ୍ୟୁ, ଡିଜି କରିଛନ୍ତି ରିଭ୍ୟୁ, ଚିଫ୍ ସେକ୍ରେଟାରୀ କରିଛନ୍ତି ରିଭ୍ୟୁ, 27 ଥର ରିଭ୍ୟୁ ମିଟିଂ ବହିଛି। ସବୁ ଆରେଞ୍ଜମେଣ୍ଟ ହେଇଛି। ମୁଁ ଜାଣିବାରେ ଯେତିକି ମୋର 71 ବର୍ଷର ଅଭିଜ୍ଞତା, ମୋହନ ମାଝୀଙ୍କର ଏଥିରେ ନାହିଁ। ସେ ବହୁତ ଖଟିଛନ୍ତି, ସମସ୍ତେ ଖଟିଛନ୍ତି, ଡିଜି ଖଟିଛନ୍ତି, ସବୁଠୁ କମ ଖଟିଛନ୍ତି ଯେଉଁ ଜଗନ୍ନାଥ ଟେମ୍ପଲ ଆଡମିନିଷ୍ଟ୍ରେଟର, ଚିଫ୍ ଆଡମିନିଷ୍ଟ୍ରେଟର ପାଢ଼ୀ ଗୋରୁ ଗାଈ ଭଳି ଖଟିଛନ୍ତି। ଛାତ୍ରଠୁ, ଯୁବକଠୁ, କାରିଗରଠୁ, ଭୋଇଠୁ ସମସ୍ତଙ୍କୁ ଭାଇ ଭାଇ ଧରି ଡାକି କେଉଁଠି ଖରଡ଼ା ପଡ଼ିବ, କେତେବେଳେ ଖରଡ଼ା ଉଠିବ, କେତେବେଳେ ଘୋଡ଼ା ବନ୍ଧା ହେବ, କେତେବେଳେ ସର ବନ୍ଧା ହେବ, କେତେବେଳେ ମୁଖ୍ୟ ଇଏ ଆମର ପୁରୀ ମହାରାଜା ଚେରାପରା କରିବେ, ଶଙ୍କରାଚାର୍ଯ୍ୟ ସବୁ ତଦାକି କରୁଥାନ୍ତି। ସେ ଏଡିଏମ୍ ବଢ଼ିଆ, କଲେକ୍ଟର ବଢ଼ିଆ, ଏସ୍ପି ଆହୁରି ବଢ଼ିଆ। ଯେଉଁ ଭିକ୍ଷା ମାଗନ୍ତି ରଥ ଚାଲିବା ପୂର୍ବରୁ ଲମ୍ବ ହେଇ ଶୋଇ ସେ କାଦୁଅରେ ପାଢ଼ୀ, ଆମର ପୋଲିସ ଏସ୍ପି, କଲେକ୍ଟର, ଆମର ଇଏ ଯେଉଁ ଡିଜି ଚାର୍ଜରେ ପ୍ରିୟଦର୍ଶୀ ଥିଲେ, ଯେତେ ଅଫିସର ତଳେ ପଡ଼ିକରି ପ୍ରଭୁଙ୍କୁ ଡାକିଛନ୍ତି ଶାନ୍ତିରେ ନିଅନ୍ତୁ। ସବୁ ଆରେଞ୍ଜମେଣ୍ଟ ସତ୍ତ୍ୱେ ଜଗନ୍ନାଥ ନିଜେ କହିଲେ, ନରେନ୍ଦ୍ର ମୋଦି ତୁ ମୋତେ ଅବହେଳା କରୁଛୁ। ମୋ ପୁରୀ ଏରୋଡ୍ରମ୍ଟା ଆରମ୍ଭ ହେଇଥିଲା, ବନ୍ଦ କରିଦେଲୁ, କାମ ହେବନି। ମେରିନ୍ ଡ୍ରାଇଭ୍ କାମଟା ଆରମ୍ଭ ହେଇଥିଲା, ବନ୍ଦ କରିଦେଲୁ, କାମ ହେବନି। ଯେଉଁ ଡେଭଲପମେଣ୍ଟ କାମ କରିଥିଲେ, ଚାରିଆଡ଼େ ସଫା କରି ସୁନ୍ଦର ସହର କରିଥିଲେ, ତାର ହେବନି। ଯେଉଁ ସମୁଦ୍ର କୂଳରେ ଯେଉଁ ଡେଭଲପ ହେଉଥିଲା, ସବୁ ବନ୍ଦ ହେବ। ସେ ନିଜେ ବନ୍ଦ କରିଛନ୍ତି। ଏ କାମ ଦେଖି ଏଥିରେ ମୋହନ ମାଝୀ ବା କାହାର ଦୋଷ ନାହିଁ। ମୁଁ ଯେତିକି ଷ୍ଟଡି କରି ସେ ଖଟିଛନ୍ତି, ରିଭ୍ୟୁ କରିଛନ୍ତି, ମୋ ସାଥିରେ ଠିଆ ହେଇ ରିଭ୍ୟୁ ବି ମୋହନ ବାବୁ କରୁଥାନ୍ତି। ସବୁ ଭଲ, କିନ୍ତୁ ଜଗନ୍ନାଥ ପ୍ରଥମେ ଆଗ ଦେଖେଇଲେ, ଆପଣମାନଙ୍କର ମନେ ଥିବ, ଠିକ୍ 15 ଦିନ ତଳେ ଦେବସ୍ନାନ ପୂର୍ଣ୍ଣମୀରେ ଦୀପ ଲିଭେଇ ଦେଲେ। ମୁଁ ମୁଖ୍ୟମନ୍ତ୍ରୀ ପାଖରେ ଅଛି, ଯେଉଁ ଚାରିଆ ଘଷି ପଇଲା, ମନକୁ ଗଳି ପଇଲା। କିଏ କହୁଛି ପାଣିରେ ଓଜନ ହେଇ ଗଳି ପଇଲା, କିଏ ଖୋଲିଦେଲା, କିଏ ପେଲିଦେଲା, କିଏ ମେଲିଦେଲା, ଖୋଲି ପଡ଼ିଲା। ନିଜେ ଜଗନ୍ନାଥକୁ ଫୋପାଡ଼ି ଦେଲେ ଏବଂ ବଡ଼ଦାଣ୍ଡ ପାଖରେ ଠିକ୍ ସିଂହଦ୍ୱାର ଆଗରେ ନିଜେ ଜଗନ୍ନାଥ ଅଭିମାନରେ ବସିଲେ, ବାହାରିଲେନି, ଉଠିଲେନି। ନନ୍ଦିନୀ ଦେବୀଙ୍କ ବେଳେ 8 ଘଣ୍ଟା ବସିଥିଲେ, ସେଦିନ 2 ଘଣ୍ଟା ବସିଲେ। ଯେତେ ଚେଷ୍ଟା ଆମେ ସମସ୍ତେ ଯାଇ କରିଛୁ, ସେ ବାତମାନଙ୍କୁ ଧରିଛୁ। ସେ ବାତ କଲେ ଉଠୁନାହାନ୍ତି, ଆମେ କ'ଣ କରିବୁ? ତାଙ୍କ ଇଚ୍ଛା ନହେଲେ ସେ ବାହାରିବେନି। ଯାହା ହରିବୋଲ ଫରିବୋଲ କଲା ପରେ ସେମାନଙ୍କୁ ଧନ୍ୟବାଦ, ଜଗନ୍ନାଥଙ୍କୁ ଧନ୍ୟବାଦ। 2 ଘଣ୍ଟା ପରେ ବାହାରିଲେ, ରଥ ଉପରକୁ ଗଲେ, ରଜା ଆସିଲେ, ଶଙ୍କରାଚାର୍ଯ୍ୟ, ସବୁ ସରିଲା। ରଥ ଭିଡ଼ା ହେଇଛି, ସବୁ ରଥ ଭିଡ଼ା ହେଇଛି। ସବୁ ସେବାୟତଙ୍କୁ ଧନ୍ୟବାଦ, କର୍ମଚାରୀ ଧନ୍ୟବାଦ, ଯେତେ ସମସ୍ତଙ୍କୁ ଧନ୍ୟବାଦ। ଦାୟୀ ସେଥିପାଇଁ ନରେନ୍ଦ୍ର ମୋଦି ଯେଉଁ ଅବହେଳା କରିଛନ୍ତି ପୁରୀ ପାଇଁ, ଜଗନ୍ନାଥ ଟେମ୍ପଲ ପାଇଁ। ତମେ କୋଟି କୋଟି ଟଙ୍କା ଦଉଛ ମହୀଶୂର ରାଜବାଟିକି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆରୁ, ଲାଲକିଲ୍ଲାକୁ ଦଉଛ। ପୁରୀ ଜଗନ୍ନାଥ ମନ୍ଦିର କି ପଇସା ଦେଇଛ ଡେଭଲପମେଣ୍ଟ ପାଇଁ?
30,000 कोटी ଦେଇଛନ୍ତି ସେ ଲାଲକିଲ୍ଲା ମହୀଶୂର ରାଜବାଟୀ ରଖିବା ପାଇଁ ଅଥଚ ଏଠି 30 ଲକ୍ଷ ଟଙ୍କା ଦେଇନାହାନ୍ତି। ଆମେ ଡିମାଣ୍ଡ କରୁଛୁ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ପୁରୀ ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ ପିଇବା ପାଣିର ସୌନ୍ଦର୍ଯ୍ୟ ସୁବିଧା ପାଇଁ ତୁରନ୍ତ ହସ୍ତକ୍ଷେପ କରି ଏରୋଡ୍ରମ୍ କାମ ସାରନ୍ତୁ। ଜଗନ୍ନାଥ ୱାର୍ଣ୍ଣିଂ ଦେଇଛନ୍ତି ଆର୍ଥରକୁ ଯେମିତି ସବୁ ହେଇଯାଇଥିବ ଆଉ ଜଗନ୍ନାଥ ଏମିତି ଖେଳେଇବେନି କି ଅସୁବିଧା ହେବନି। ଲୋକ ଚିପାଚିପିରେ 3ଟା ବସିଛନ୍ତି ତାଙ୍କୁ 20 ଲକ୍ଷ ଦେଇଦିଅ ଏବଂ ଯେଉଁମାନେ ଇଞ୍ଜୋର୍ଡ ହୋଇଛନ୍ତି ମାଗଣା ଟ୍ରିଟମେଣ୍ଟ କର ଆଉ ଯାହା ଯେଉଁଠି କିଛି ଅସୁବିଧା ଅଛି ମେକଅପ୍ କର ବଢ଼ିଆ ହେବ। ବିଜେଡି ଯେଉଁ ଅଭିଯୋଗ କରୁଛି ଯେ ଆରଏସଏସ୍ ଆଉ ଏବିପି ବାଲା ବିନା କର୍ଡନ ପାସରେ ଭିତରେ ରହିଗଲେ ଏଗୁଡ଼ା ବେକାର କଥା। ମୁଁ ମୂଳରୁ ଅଛି କିନ୍ତୁ ଗୋଟିଏ ଭୁଲ କରିଛନ୍ତି ସରକାରୀ ଦଳ ବିଜେପି 800 ପାସ୍ ଦେଇଛନ୍ତି କଂଗ୍ରେସକୁ 4ଟା ଦେଇ ମୋର ପାସ୍ ଦରକାର ପଡ଼େନି ମୁଁ ନିଜେ ସେବାୟତ ଆଉ ପାଇକ ସେବାୟତ ଆମେ ଆରେ ଯେତେ ଖୋର୍ଦ୍ଧା ଫୋର୍ଦ୍ଧା ଅଞ୍ଚଳରେ ଯେଉଁ କଳା ମୁଗୁନି ପଥର ଇଏ କାଙ୍ଗଡ଼ା ପଥର ମୋରମ ବାଲି ଏସବୁ ଆମର ନା ଆଉ ଆମେ ଜଗନ୍ନାଥଙ୍କୁ ଦେଇଛୁ ତାଙ୍କର ଆମେ ଉପଭୋଗ କରୁ ସେଇଠୁ ପଇସା ଆସେ ନା ଆଉ କୋଟି କୋଟି ଟଙ୍କା ଆଉ ବିନା ପାସରେ ମୁଁ ଯାଇଛି ଆଉ ମୋତେ ସମସ୍ତେ ଦେଖିଛନ୍ତି ସେ ଦେଖିଛନ୍ତି ଯେ ଆମରି ଭଳିଆ ଇଏ ଏବେ ଭୋଇମାନଙ୍କୁ କହୁଛି ଉଠ ଜଲ୍ଦି ଚାରା ଖୋଲ ଏ ଘୋଡ଼ା ବାନ୍ଧ ମହାରାଣ କହୁଛନ୍ତି ଆଙ୍କୁ ବାମୁଣୁ କହୁଛନ୍ତି ଚାଲ ସେ ଦେଖନ୍ତି ମୂଳରୁ ଆଜି ନୁହଁ ସୁର ଭାଇ ଏଠି ଆଇଲେ ଜଗନ୍ନାଥ କେମିତି ଶାନ୍ତିରେ ଯିବେ ରଥ ଶାନ୍ତିରେ ଚାଲିବ ଲୋକମାନେ ଭିଡ଼ିବେ ବିଶ୍ୱବାସୀ ଅନେଇଛନ୍ତି ସମୟ ଜାଣନ୍ତି। ଏକଦମ ଭିତ୍ତିହୀନ କୋଉଟା କିଏ ନା ନବୀନ ବହୁତ କାମ କରିଛନ୍ତି କାହିଁ ନିନ୍ଦିବା ନବୀନ ବାବୁ ପୁରୀ ଜଗନ୍ନାଥ ଟେମ୍ପଲ ଚାରିପଟ କ୍ଲିନ୍ କରିଦେଇଛନ୍ତି ସୁନ୍ଦର କରିଦେଇଛନ୍ତି। କିଏ ଆଜ୍ଞା କରିଥିଲା କିଏ ଜାନକୀ ପଣ୍ଡା ନେତୃତ୍ୱ ଆଜ୍ଞା କରିଛି କିଏ କେବେ ବିଶୃଙ୍ଖଳା ଦେଖିଛ? ଆରେ ମୁଁ 71 ବର୍ଷ ହେଲା ଯାଉଛି ଯାହା କରିଛି କଂଗ୍ରେସ ଆଉ ଯାହା କରିଛି ନବୀନ ପଟ୍ଟନାୟକ କେହି ପୁରୀ ପାଇଁ କିଛି କରିନାହାନ୍ତି। ମେରିନ୍ ଡ୍ରାଇଭ୍ କରିଥିଲା ଜାନକୀ ପଟ୍ଟନାୟକ ପୁରୀ ସୌନ୍ଦର୍ଯ୍ୟକରଣ ଜାନକୀ ପଟ୍ଟନାୟକ ବଡ଼ ରୋଡ୍ ଯେଉଁ ମେନ୍ ରୋଡ୍ କରିଥିଲା ଜାନକୀ ପଟ୍ଟନାୟକ ବସ୍ ଷ୍ଟାଣ୍ଡ କରିଥିଲା ଜାନକୀ ପଟ୍ଟନାୟକ ଆଉ ନବୀନ ପଟ୍ଟନାୟକ ଆଇଲା ପରେ ପୁରୀ ମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିଦେଇଛି ପାଣ୍ଡିଆନ ଜରିଆରେ ସେ ଯେ ଯାହା ବାବୁ ଯେଉଁ କରିଛି କାର୍ ପାର୍କିଂ ଇଣ୍ଡିଆରେ ନୁହଁ ଫରେନ୍ରେ ଏମିତି ଅଛି କାର୍ ପାର୍କିଂ ତମେ ସିଧା କାର୍ ଯିବ 7 ତାଲାରେ ଓହ୍ଲେଇବ ତଳକୁ ଗଡ଼ିବ ଓହ୍ଲେଇଲା ବେଳକୁ ସିଆଡ଼େ ବ୍ୟାଟେରୀ ଗାଡ଼ି ରେଡ଼ି ବସିଲ ଗଲ ଦର୍ଶନ କର ଏ ସୁବିଧା କିଏ କରିଛି? ନବୀନ।